ଅଜଣା ଜଙ୍ଗଲର ରହସ୍ୟ। ଗାଁର ଶେଷ ମୁଣ୍ଡରେ ଥିଲା ଗୋଟିଏ ଘନ ଓ ଗଭୀର ଜଙ୍ଗଲ। ସେ ଜଙ୍ଗଲକୁ ଲୋକେ ଅଜଣା ଜଙ୍ଗଲ ବୋଲି ଡାକୁଥିଲେ। କୁହାଯାଉଥିଲା ସନ୍ଧ୍ୟା ପରେ ସେଠାରୁ ଅଭୂତ ଆଲୋକ ଦେଖାଯାଏ, ଅଜଣା ସ୍ୱର ଶୁଣାଯାଏ ଏବଂ ଯେଉଁମାନେ ଭୟରେ ପଶିଥିଲେ ସେମାନେ ଆଉ କେବେ ଫେରି ନଥିଲେ। ଗାଁରେ ରହୁଥିଲା ଗୋଟିଏ ସାହସୀ ଓ ଜିଜ୍ଞାସୁ ଝିଅ। ତା'ର ନାମ ଆର୍ଯ୍ୟା। ସେ ଭୟରେ କଦାପି ବିଶ୍ୱାସ କରୁନଥିଲା। ତା'ର ମନ କହୁଥିଲା ପ୍ରତ୍ୟେକ ରହସ୍ୟ ପଛରେ କିଛି ସତ୍ୟ ଥାଏ। ଗୋଟିଏ ସନ୍ଧ୍ୟାବେଳେ ଆର୍ଯ୍ୟା ଜଙ୍ଗଲ ଭିତରକୁ ପଶିବାକୁ ନିଷ୍ପତ୍ତି ନେଲା। ହାତରେ ଗୋଟିଏ ଛୋଟ ଦୀପ ଓ ହୃଦୟରେ ସାହସ। ଜଙ୍ଗଲ ଭିତରକୁ ଯେତେ ଗଭୀର ପଶୁଥିଲା ସେତେ ନୀରବତା ବଢ଼ୁଥିଲା। ହଠାତ୍ ସେ ଦେଖିଲା ଗଛମାନଙ୍କ ମଧ୍ୟରୁ ଏକ ମୃଦୁ ଆଲୋକ ଚମକୁଛି। ଆଲୋକକୁ ଅନୁସରଣ କରି ସେ ପହଞ୍ଚିଲା ଗୋଟିଏ ପୁରୁଣା ଭଙ୍ଗା ମନ୍ଦିର ପାଖକୁ। ମନ୍ଦିର ଭିତରେ ଥିଲା ଗୋଟିଏ ବୃଦ୍ଧ ସନ୍ନ୍ୟାସୀ। ତାଙ୍କ ଆଖିରେ ଥିଲା ଶାନ୍ତି ଓ ମୁହଁରେ ମାୟାମୟ ହସ। ସନ୍ନ୍ୟାସୀ କହିଲେ, ଲୋକେ ଯାହାକୁ ରହସ୍ୟ ଭାବନ୍ତି ସେଟା ଅସଲ ଭୟ ଓ ଜ୍ଞାନର ଛାୟା। ଏହି ଜଙ୍ଗଲ ଲୋକଙ୍କୁ ଭୟ ଦେଉନାହିଁ, ଏହା ଲୋକଙ୍କୁ ପରୀକ୍ଷା କରେ। ସେ ଆଲୋକ ଥିଲା ଜଙ୍ଗଲକୁ ରକ୍ଷା କରୁଥିବା ପୁରାତନ ଜ୍ଞାନର ଚିହ୍ନ। ଯେଉଁମାନେ ଲୋଭ ଓ ଭୟ ନେଇ ପଶିଥିଲେ ସେମାନେ ନିଜ ରାସ୍ତା ହରାଇଥିଲେ, କିନ୍ତୁ ଯେଉଁମାନେ ସତ୍ୟ ଓ ସାହସ ନେଇ ଆସୁଥିଲେ ସେମାନେ ସଠିକ୍ ପଥ ଖୋଜି ପାଉଥିଲେ। ଆର୍ଯ୍ୟା ସେ ରାତିରେ ଜଙ୍ଗଲର ସତ୍ୟ ଜାଣିଲା। ସକାଳେ ସେ ଗାଁକୁ ଫେରି ସବୁ କଥା କହିଲା। ତାପରେ ଗାଁ ଲୋକେ ବୁଝିଲେ ଭୟଠାରୁ ବଡ଼ କୌଣସି ରହସ୍ୟ ନାହିଁ ଏବଂ ସାହସ ହେଉଛି ସବୁଠାରୁ ଶକ୍ତିଶାଳୀ ଆଲୋକ। ଅଜଣାକୁ ଭୟ କରିବା ପୂର୍ବରୁ ତାହାକୁ ବୁଝିବା ଶିଖ। ସାହସ ଓ ସତ୍ୟ ସବୁ ରହସ୍ୟକୁ ଖୋଲି ଦେଇଥାଏ। ନମସ୍କାର, ରହିଲି। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।